ସୁଦଶା ବ୍ରତ କଥା ଦମୟନ୍ତୀଙ୍କର ସୁଦଶା ବ୍ରତ କଥା ଆରମ୍ଭ। ବନ୍ଦଇ ପରମ ଲକ୍ଷ୍ମୀ ଜଗତ ତାରିଣୀ ସମୁଦ୍ର ମନ୍ଥନରୁ ଜାତ ହୋଇଲୁ ତୁ ପୁଣି ତେଣୁକରି ନାମ ହେଲା ଲକ୍ଷ୍ମୀ ନାରାୟଣୀ। ବିଷ୍ଣୁଙ୍କ ଘରଣୀ ମା ଗୋ ତୁ କମଳିନୀ ହେତୁ ଅନନ୍ତରେ ଦିନେ ମନ୍ଥ ସମୟେ ନାରଦ ମହର୍ଷି ଇନ୍ଦ୍ର ଭୁବନେ ବିଜୟେ ଷଡ଼ର୍ଘ୍ୟ ଦେଇ ଇନ୍ଦ୍ର ପାଦ ପୂଜା କଲେ ବସିବା ନିମନ୍ତେ ଦିବ୍ୟ ଆସନେ ଗଦେଲେ। ଇନ୍ଦ୍ର ଉବାଚ କେବଳ ବ୍ରତ କଲେ କେବଳ ଫଳ ପାଇ ଘରଣୀ ପୁତ୍ର ଦୁହିତା କେମନ୍ତ ମିଳଇ ଏହା ମୋତେ ସଂକ୍ଷେପୀଣ କହିବା ଗୋସାଇଁ ତବ ମୁଖୁ ଶୁଣିଲେ ପ୍ରତେ ଯିବି ମୁହିଁ। ନାରଦ ଉବାଚ ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା ଜହିଁରେ ସନ୍ତୋଷ ହନ୍ତି ମହାଲକ୍ଷ୍ମୀ ଉମା ମର୍ତ୍ତ୍ୟମଣ୍ଡଳରେ ସାର ଅବନ୍ତୀ ନଗର ତହିଁ ବିଷ୍ଣୁ କର ବୋଲି ଅଟେ ଦ୍ୱିଜବର ତାହାରି ଭାରିଜା ନାମ ଅଟେ ଲକ୍ଷ୍ମୀବତୀ ସେ ବ୍ରାହ୍ମଣୀ ଲକ୍ଷ୍ମୀ ବ୍ରତ ସର୍ବଦା କରନ୍ତି ଲକ୍ଷ୍ମୀଙ୍କର ଦୟା ଯେଣୁ ହେଲା ତା ଉପରେ ଅଚଳା ସମ୍ପତ୍ତି ଭୋଗ କରେ ମଞ୍ଚପୁରେ। ତୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ ଲକ୍ଷ୍ମୀଙ୍କର ବ୍ରତ ତୋତେ କହିବା ବୁଝାଇ ମାଘ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେ ଦିନର। ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତୁ ଉଠିଲା ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ସୁସଞ୍ଚ କରି ଘର ଦୁଆର ଲିପିଲା ନଦୀରେ ସ୍ନାନ କରିଣ ଘରକୁ ବୋଇଲା ତଣ୍ଡୁଳ ବାଟିଣ ଝୋଟି ଆବରଣ କଲା ଶ୍ରୀ ପରମା ଲକ୍ଷ୍ମୀଙ୍କୁ ସେ ସୁମରଣା କଲା ଦଶ ବର୍ଣ୍ଣ ମୁରୁଜରେ ପିତୁଳା ଲିପିଲା ଦଶ ଯେ ପାଖୁଡ଼ା କରି ପଦ୍ମକେ ଲେଖିଲା ତହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥାପିଲା ଘଟର ଉପରେ ଚ୍ୟୁତ ଡାଳକ ଥୋଇଲା ନାରିକେଳ ଏକ ଗୋଟି ଘଟ ପରେ ଦେଲା ଦଶମୁଖୀ ଦୀପାବଳି ଜାଗର ଜାଳିଲା ଦଶ କ୍ଷୀର ଧଳା ସୂତ୍ରେ ବ୍ରତକୁ ଭାଙ୍ଗିଲା ଚଉଁରୀ ନାମିଣ ବେତ ପାଖରେ ଥୋଇଲା ଦଶ ମୁଷ୍ଟ ତଣ୍ଡୁଳ ସେ ଘଟ ପାଖେ ଦେଲା ବଦରୀ ଫଳ ଗୋଟିଏ ଗୋଟିଏ ଯେ ଦେଲା ଉପରେ ଚନ୍ଦ୍ରାତାପ ଚାନ୍ଦୁଆ ଟଣାଇଲା ଦଶ ମେଞ୍ଚା ହଳଦୀ ଯେ ପୂର୍ଣ୍ଣ କୁମ୍ଭ ଦେଲେ ସିନ୍ଦୁର କୋଜଳ ନେଇ ଘଟ ପରେ ଦେଲେ ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ ଛେନା ପଣା କଦଳୀ ଯେ ସରଘୃତ ଦେଲେ ଦଶ ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ ନୈବେଦ୍ୟ ଦେଇ ପୁଣି କଥା ଯେ ଶୁଣିଲେ ଶ୍ରୀ ମହାଲକ୍ଷ୍ମୀକି ସେ ସୁମରଣା କଲେ ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ପଞ୍ଚମ ଗଣ୍ଠିର ନାମ ଅଟଇ କମଳା ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁର୍ଲଣୀ ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ଦଶ ନାମ ଧରିଣ ସେ ବ୍ରତ ଗଣ୍ଠି ଦେଲେ ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ ସୂର୍ଯ୍ୟଙ୍କୁ ସେ ଅର୍ଘ୍ୟ ଦେଇ ବନ୍ଦାପନା କଲେ ନଦୀରୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ ମାଂସ ମେଞ୍ଚା ପ୍ରାୟ ପାଟ ବ୍ରତ ଦିଶୁଥିଲା ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନି ଗଲା ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଅଇଲା ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା ଚାରି ଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଲା ଦେଖିଲା ସେ ବ୍ରତ ଚିଲ ଘେନି ଯାଉଅଛି ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା ଚିଲ ପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବୋଇଲା ମୃଗୟା ବିନୋଦେ ଜୁନଳ ବନସ୍ତକୁ ଗଲେ ବ୍ରାହ୍ମଣୀ ରୋଦନ ରାଜା କର୍ଣ୍ଣେ ଯେ ଶୁଣିଲେ ଏ ବନସ୍ତେ କେ କାନ୍ଦୁଅଛି ବୋଲି ନ ବୋଇଲେ ସୈନିକ ସଖା ଘେନି ରାଜା ବିଜେ କଲେ ବ୍ରାହ୍ମଣୀ ପାଖରେ ଯାଇ ପ୍ରବେଶ ହୋଇଲେ ବ୍ରାହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ ତିନି ମନ୍ତେ କାନ୍ଦୁଅଛୁ ବୋଲି ନ ବୋଇଲେ ଏହା ଶୁଣି ବ୍ରାହ୍ମଣୀ ସେ ରାଜାଙ୍କୁ କହି ମୋହର ଦୁଃଖକୁ ବାବୁ ପାରିବ କି ଫେରି ନଳ ରାଜା ବୋଇଲେ ହେ ଯେ ଦୁଃଖ ତୋହର
ମୋ ଆଗେ କହିଲେ ତାହା କରିବହିଁ ଦୂର। ଏହା ଶୁଣି ବ୍ରାହ୍ମଣୀ ଯେ ବୋଲଇ ଉତ୍ତର, ସତ୍ୟ କର ତୁମ୍ଭେ ରାଜା କହିବି ଇଚ୍ଛା ମୋର। ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ, ଯାହା ତୁମ୍ଭେ ମାଗ ତାହା ଦେବହିଁ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ହର୍ଷ ହୋଇଲା, ମୋର ସୁଦଶା ବ୍ରତ ଚିଲ ଘିନି ଗଲା। ତୁମ୍ଭର ଯେ ମହାଦେଇ ବ୍ରତ କରୁଛନ୍ତି, ସେହି ବ୍ରତ ଘଟି ଦେବ ହେ ନୃପତି। ଏହା ଶୁଣି ମହାରାଜା ସନମତ ଗଲେ, ବ୍ରାହ୍ମଣୀକୁ ଘେନି ନିଜ ରାଜ୍ୟ ଚଳିଗଲେ। ବ୍ରାହ୍ମଣୀଙ୍କୁ ସିଂହ ଦ୍ୱାରେ ବସାଇ ନୃପତି ଅନ୍ତପୁରକୁ ଗମନ କଲେ ଏକ ତଡ଼ତି। ରାଣୀକୁ ଯାଇଣ ରାଜା ଯେ କହିଲେ, ଆମକୁ ଏକ ମାଗୁଣୀ ଦେବ କି ବୋଇଲେ। ଏହା ଶୁଣି ମହାରାଣୀ ସ୍ତବ୍ଧ ହୋଇଗଲେ, ଆମକୁ କିସ ମିଳିବ ଦେବ ହିଁ ବୋଇଲେ। ନଳରାଜା ବୋଇଲେ, ଗୋ ସତ୍ୟ ଏବେ କର, ତେବେ ମୁଁ କହିବି ସିନା ମାଗୁଣୀ ମୋହର। ଏହା ଶୁଣି ମହାଦେଇ ସତ୍ୟ ବାକ୍ୟ କଲେ, ଯେ ଇଚ୍ଛା ତୁମ୍ଭର ରାଜା ମାଗ ହୋ ବୋଇଲେ। ସତ୍ୟ ବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର, ଶ୍ରୀ ସୁଦଶା ବ୍ରତ ଗୋଟି ଦିଅ ଗୋ ତୁମ୍ଭର। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ, ଶ୍ରୀ ସୁଦଶା ବ୍ରତ ଦେବା ନୁହଁଇ ବୋଇଲେ। ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦିଅନ୍ତି, ବ୍ରତ ଦେଲେ କନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ି ଯାଆନ୍ତି। ଦରିଦ୍ର ଭିକ୍ଷୁକ ବ୍ୟାଧିବନ୍ତ ସେ ହୋଇ, ଲକ୍ଷ୍ମୀଙ୍କ ବ୍ରତ ଏହା ଦେଇ ନ ପାରଇ। ଜଞ୍ଜାଳ କରଣ ରାଜା ପୁନଶ୍ଚ ମାଗିଲେ, ହସ୍ତରୁ ଖସାଇ ବ୍ରତ ରାଜା କରେଇଦେଲେ। ବ୍ରତ ପାଇ ମହାରାଜା ବେଗେ ଚଳିଗଲେ, ବ୍ରାହ୍ମଣୀ ହସ୍ତରେ ବ୍ରତ ନେଇ ନ ଯେ ଦେଲେ। ବ୍ରତ ପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲା, ରାଜାଙ୍କୁ ଆଶିଷ କରି ନିଜ ପୁରେ ଗଲା। ସେ ବ୍ରତକୁ ନେଇ କଞ୍ଚା ଦୁଧରେ ଧୋଇଲା, 10 ଗୋଟି ମଣ୍ଡା କରି ପାଣି ଚଢ଼ାଇଲା। ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲା, ପାରଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲା। ନାରଦଙ୍କୁ ଚାହିଁ ଇନ୍ଦ୍ର ପୁଣି ପୁଛା କଲେ, ନଳରାଜାଙ୍କର କିସ ହୋଇଲା ବୋଇଲେ। ନାରଦ ବୋଇଲେ, ଶୁଣ ଇନ୍ଦ୍ର ମନ ଦେଇ, ନଳରାଜାଙ୍କ ବିପତ୍ତି ତୋତେ ଦେବା କହି। ଚରି ଯିବା ଗୋରୁ ଆଉ ଘରକୁ ନଇଲେ, ପୋତିଲାକ ଧନ ସବୁ ବାସୁକି ହରିଲେ। ଧାନ ଚାଉଳ ତ ସବୁ ବସି ସେ ଖାଇଲେ, ଶତ୍ରୁ ଆସିଣ ରାଜ୍ୟରେ ଉପଗତ ହେଲେ। ରାଜାରାଣୀ ଅନ୍ନ ବସ୍ତ୍ର କିଛି ନ ପାଇଲେ, ରାଜାଙ୍କୁ ରାତ୍ରରେ କାଳ ପୁରୁଷ ଡାକିଲେ। ରାଜ୍ୟ ଛାଡ଼ିକରି ରାଜା ପଳାଇଣ ଯାହା, ରାଜେ ଥିଲେ ନିଶ୍ଚୟ ମରିବୁ ନୃପନାହା। ଏହା ଶୁଣି ନଳ ରାଜା ତେଜିଣ ଉଠିଲେ, ମହାଦେଇ ପାଶେ ଯାଇ ସକଳ କହିଲେ, ଚାଲ ତୁମ୍ଭ ପିତା ଘର ଯିବା ହୋଇଲେ। ଏହା ଶୁଣି ମହାଦେଇ ସନମତ କଲେ, ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ। ଗୃହକୁ ଛାଡ଼ିଣ ବିଜେ ରାଜାରାଣୀ କଲେ। ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ, ଏଠାରେ ସ୍ନାନ ରାଣୀ କରିବା ବୋଇଲେ। ଏଠାରେ ସ୍ନାନ କରି ଯେ କିସ କରିବା, ପାଖରେ ତ କିଛି ନାହିଁ କ'ଣ ଖାଇବା। ଏହା କହି ରାଜାରାଣୀ ଜଳରେ ପଶିଲେ, 4ଟି ଗଡ଼ିଶା ମାଛ ଧରିଣ ଆଣିଲେ। ଏହି ମାଛ ପୋଡ଼ି ରାଣୀ ରଖିଥାଅ ନେଇ, ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ। ଏହା କହି ମହାରାଜା ବିଜେ କରିଗଲେ, ବିଷ୍ଣୁ ପର ପଣ୍ଡା ଘରେ ପ୍ରବେଶ ହୋଇଲେ। ଆମକୁ ଭୋଜନ କିଛି ଦେବ କି ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣିଦେଲେ। ହରଷ ହୋଇ ରାଜା ଲେଉଟି ଅଇଲେ, ଗୃହେ ପତ୍ନୀ ପାଖେ ଅନ୍ନ ଧାନକୁ ଥୋଇଲେ। ଚାମ୍ପ ଦେଇ କାକ ପକ୍ଷୀ ଧାନ ଘେନି ଗଲା, ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା। ବିରସ ହୋଇଣ ରାଜା ଏଠାରୁ ଆସିଲେ, ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ। ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ, ସେହି ମାଛ ଜୀବ ପାଇ ଜଳେ ଗଲେ ଡେଇଁ। ଆଚମ୍ବିତ ହୋଇ ରାଣୀ କଲେ କ୍ରନ୍ଦନ, ପାଶେ ଆସି ମହାରାଜା ମିଳିଲେ ବହନ। ମହାରାଣୀ ବୋଇଲେ, ଲକ୍ଷ୍ମୀ ଛାଡ଼ିଲେ ଆମଙ୍କୁ, ପୋଡ଼ା ମାଛ ଜୀବ ପାଇ ଡେଇଁଲେ ଜଳକୁ। ଏହା ଦେଖି ମହାରାଜା ବିସ୍ମୟ ହୋଇଲେ, ଚାଲ ଏଠାରୁ ରାଜା ବରିଣ ବୋଇଲେ। ଏତେ କହି ରାଜା ରାଣୀ ବିଜେ କରିଗଲେ। ବନସ୍ଥ ଭିତରେ ଏକ ଦିକ ଯେ ଦେଖିଲେ, ସଭାଚନ୍ଦ୍ର କୁମରକୁ କୋଳରେ ଧଇଲେ। ନଦୀ ପାର ହୋଇ ରାଜା ରାଣୀ ଯାଉଥିଲେ, ଏମନ୍ତ ସମୟ ଏକ କୁମ୍ଭୀର ମିଳିଲା, ସଭାଚନ୍ଦ୍ର କୁମରକୁ ତଡ଼ିତ ଗିଳିଲା। ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ, କାନ୍ଦି କାନ୍ଦି ଯାଇଣ ଯେ ବନସ୍ଥରେ ପଶିଲେ। ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ, ରାଜାରାଣୀ ଯେ ମନ୍ଦିର ଭିତରେ ରହିଲେ। ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ, ସେହିଠାରେ ରାଜାରାଣୀ ଶ୍ରମେ ନିଦ୍ରା ଗଲେ। ସେ ମନ୍ଦିର କାନ୍ଥେ ଜ୍ଞାନ ମୟୂର ଯେ ଥିଲା, ରାଣୀ ଅଳଙ୍କାର ମାନ ସବୁ ଗିଳିଦେଲା। ରାଣୀଙ୍କ ନୟନେ କାଳ
ନିଦ୍ରାଜେ ଘାରିଲା। ରାଣୀଙ୍କୁ ଛାଡ଼ି ରାଜା କହୁଁ ପଳାଇଲା। ସେଠା ବରୁ ନଳ ରାଜା ଭ୍ରମି ଭ୍ରମି ଗଲା। ଭୀମ ରାଜା ରାଜେ ଯାଇ ପ୍ରବେଶ ହୋଇଲା। ଭୀମ ରାଜା ଆଗରେ ସେ ଜଣାଇଲା ଯାଇ, ଆମକୁ ରଖ ହେ ରାଜା କିଛି ପଣ ଦେଇ। କେଉଁ ଦେଶେ ଘର ପୁଣି କେଉଁ ଜାତି ପୁଣ, କେଉଁ କେଉଁ ବିଦ୍ୟାମାନ କରିଛ ସାଧନ। ନଳ ରାଜାଙ୍କର ସୁପକାର ଥିଲି ମୁହିଁ, ଗୌରୀ ସୌରୀ ବିଧି ରାନ୍ଧଣା ଜାଣଇ। ଏହା ଶୁଣି ଭୀମ ରାଜା ହରସ ହୋଇଲେ। ଆମ୍ଭ ସୁପକାର ହୋଇ ଖାଅ ହେ ବୋଇଲେ। ଆଜ୍ଞା ପାଇ ନଳ ରାଜା ସନମତ କଲେ। ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ। ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ। ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରି ଦେଲେ। ରାଜାଙ୍କୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲା। ଛନ୍ନ ଛନ୍ନ ହୋଇ ସେ ସ୍ଥାନରୁ ଚଳିଗଲା। ବାଟେ ପଚାରି ନ ଗଲା। ଭୀମ ରାଜା ରାଜେ ଯାଇ ପ୍ରବେଶ ହୋଇଲା। ଭୀମସେନ ଅନ୍ତପୁରେ ଯାଇ ନ ମିଳିଲା। ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା। ଦମୟନ୍ତୀ କହନ୍ତି ଯେ ମହାଦେଇ ପାଶ, ଭାତ ଲୁଗା ଦେଇ ରଖ ତୁମ୍ଭର ଉଆସ। ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ, କର୍ମ ଅଭାଗ୍ୟରୁ ମୁହିଁ ସେଠାରୁ ଆସଇ। ଏହା ଶୁଣି ମହାଦେଇ ହରସ ହୋଇଲେ। ଆମ୍ଭ ଅନ୍ତପୁରେ ଦାସୀ ହୋଇଥାଅ ବୋଲେ। ଏହା ଶୁଣି ଦମୟନ୍ତୀ ସନମତ କଲେ। ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ। ଏଥୁ ଅନନ୍ତରେ ଶୁଣ ଇନ୍ଦ୍ର ମନ ଦେଇ, ନଳ ରାଜାଙ୍କର ଶୁଭ ବାର୍ତ୍ତା ଦେବା କହି। ଭାଦ୍ର ମାସ ଶୁକ୍ଳ ପକ୍ଷ ଦଶମୀ ଗୁରୁବାର, ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେ ଦିନର। ପାଟ ଜ୍ୟୋତିଷ ଯାଇ ରାଣୀଙ୍କୁ କହିଲା, କାଲିଠୁ ସୁଦଶା ବ୍ରତ ପଡ଼ୁଛି ବୋଇଲା। ଜ୍ୟୋତିଷଙ୍କୁ ଧନ ରତ୍ନ ଦେଇ ବିଦା କଲା। ଦାସୀମାନଙ୍କୁ ଡାକିଣ ବୁଝାଇ କହିଲା। ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ। ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲେ। କୁସଞ୍ଚ କରଣ ଧର ଦୁଆର ଲିପିଲେ। ନଦୀରେ ସ୍ନାନ କରିଣ ଘରକୁ ଆସିଲେ। ତଣ୍ଡୁଳ ବାଟିଣ ଝୁଣ୍ଟି ଆଳପଣା ଦେଲେ। ଏହା ଦେଖି ଦମୟନ୍ତୀ ରାଣୀଙ୍କୁ କହିଲେ, ମହାରାଣୀ ମୋ ପ୍ରତି ଯଦି ଦୟା ହେବ, ଓଷାର ଉପକରଣ ଯେବେ ମୋତେ ଦେବ। ଶ୍ରୀ ସୁଦଶା ବ୍ରତଟିକୁ କରନ୍ତି କହିଲେ। ଏହା କହି ମହାଦେଇ ସନ୍ତୋଷ ହୋଇଲେ। ବ୍ରତ ଯେବେ କର ତୁମ୍ଭେ କର ଗୋ ବୋଇଲେ। ଦମୟନ୍ତୀ ଶୀଘ୍ର ସ୍ନାନ କରିଣ ଆସିଲେ। ଅତି ଯତନରେ ନେଇ ଘଟରେ ସ୍ଥାପିଲେ। ହଳଦୀ ଚନ୍ଦନ ନେଇ ଘଟ ପରେ ଦେଲେ। ତୁତ ଡାଳ ଦେଇ ଦୀପମାନ ଲଗେଇଲେ। ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ। ପୁରମଣ୍ଡା 10 ଗୋଟି ଆଗରେ ଥୋଇଲେ। ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ। ଲକ୍ଷ୍ମୀ 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ଆସ ଆସ ମହାଲକ୍ଷ୍ମୀ ହୃଦୟ ସୁମରିଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ। ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ। ତୃତୀୟ ଗଣ୍ଠିର ନାମ ଶ୍ରୀହରି ପ୍ରିୟା। ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା। ପଞ୍ଚମ ଗଣ୍ଠିର ନାମ ଅଟଇ କମଳା। ଷଷ୍ଠ ଗଣ୍ଠିର ନାମ ହୋଇଲା ଚଞ୍ଚଳା। ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ। ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁର୍ଲଣୀ। ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ। ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟ ରାଣୀ। ଲକ୍ଷ୍ମୀ 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ପରମାଲକ୍ଷ୍ମୀଙ୍କୁ ମନେ ସୁମରଣା କଲେ। ଭୋଗରୁ ଲକ୍ଷ୍ମୀ ମତେ ଅନୁଗ୍ରହ ହେଉ। ପୁତ୍ର ଗୁରସ୍ତ ଆବର ରାଜ୍ୟପ୍ରାପ୍ତ ହେଉ। ଏମନ୍ତ ଭାବନା କରି ମନେ ସୁମରିଲେ। ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀଙ୍କୁ କହିଲେ, ଯାଅ ତୋର ପୁଅ ସ୍ୱାମୀ ପ୍ରାପତ ହୋଇବେ। ତୋର ହସ୍ତେ ଶତ୍ରୁମାନେ ନିପାତ ହୋଇବେ। ନଳ ରାଜାଙ୍କୁ ଲକ୍ଷ୍ମୀ ସନ୍ତୋଷ ହୋଇଲେ। ଏଣେ ନଳ ରାଜାଙ୍କର ମନ୍ତ୍ରୀ ବିଚାରିଲେ, ଆମର ଯେ ମହାରାଜା ଏଣେ ଚଳିଗଲେ, ରାଜ୍ୟରେ କାହାକୁ ରାଜା କରିବା ବୋଇଲେ। ଏହା ଶୁଣି କେହି ବୋଲେ ହେବି ମୁଁ ରାଜନ, ଆଉ ବୋଲେ ମୁହିଁ ହେବି ନୃପରାଣ। ଏହିପରି ପରସ୍ପରେ କରିଲେ କଗୋଳ। କହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀ ବର। ମନ୍ତ୍ରୀ କହେ ଆମ୍ଭ ରାଜା କେଉଁଠାରେ ଛନ୍ତି, ଆଉ ଜଣେ କେଉଁପରି ହୋଇବ ନୃପତି। ମନ୍ତ୍ରୀ ବୋଇଲେ ଶୁଣ ସର୍ବେ ମୋ ବିଚାର। ପାଟହସ୍ତୀକୁ ମୁଣ୍ଡିଣ ଛାଡ଼ି ଦିଅ ସତ୍ୱର। ସୁବର୍ଣ୍ଣ କଳସେ ଗଙ୍ଗା ଜଳ ଶିରେ ଦେଇ ଛାଡ଼ିଦେବା ଯାହା ପରେ
ଢାଳିବ ସେ ସେହି। ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ, ପାଟହସ୍ତୀ ମଣ୍ଡି ଛାଡ଼ି ଦେଲେ ତତକ୍ଷଣ। ମନ୍ତ୍ରୀ ପୁରୋହିତ ସହ ସକଳ ଚଳିଲେ, ରାଜ୍ୟର ପ୍ରଜାବୃନ୍ଦ ସର୍ବେ ଗୋଡ଼ାଇଲେ। ନିଜ ଇଚ୍ଛା ମତେ ହସ୍ତୀ ଦ୍ରୁତଗାମୀ ହୋଇ, ଭୀମ ରାଜା ରାଜ୍ୟେ ପ୍ରବେଶିଲେ ହସ୍ତୀ ଯାଇ। ପାଟହସ୍ତୀ ଯାଇ ନଳରାଜାଙ୍କୁ ଭେଟିଲା, ସୁବର୍ଣ୍ଣ କଳସ ଜଳ ଶିରରେ ଢାଳିଲା। ରାଜାଙ୍କୁ ନେଣ ହସ୍ତୀ ପୃଷ୍ଠେ ବସାଇଲା, ଜୟ ନଳରାଜା ବୋଲି ଉଚ୍ଚେ ଡାକ ଦେଲା। ସେ ନଗରରେ ନରନାରୀ ମାନେ ଦେଖୁଥିଲେ, ରାଜାଙ୍କ ଅଗ୍ରତେ ଯାଇ ସମସ୍ତ କହିଲେ। ଗୁପ୍ତେ ନଳରାଜା ସୁପକାର ପଣେ ଥିଲେ, ଏଥି ଥିବା ଯାଏ ତା କେହି ନ ଚିହ୍ନିଲେ। ତାଙ୍କ ରାଜ୍ୟେ ପାତ୍ର ମନ୍ତ୍ରୀ ସମସ୍ତେ ରହିଲେ, ନଳରାଜାଙ୍କୁ ହସ୍ତୀର ପୃଷ୍ଠେ ବସାଇଲେ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ, ନଳରାଜାଙ୍କୁ ଗୌରବ କରି ଘେନି ଗଲେ। ଅନ୍ତପୁରେ ଦମୟନ୍ତୀ ରାଣୀକୁ ଚିହ୍ନିଲେ, ଏ ତ ଆମ ଦମୟନ୍ତୀ ଦୁହିତା ବୋଇଲେ। ତିନି ମନ୍ତେ ଆସି ଏଥି ଗୁପତେ ରହିଲ, ତିନି ମନ୍ତେ ବିରୂପ ରୂପ ହୋଇଥିଲ। ଦମୟନ୍ତୀ ଏହା ଶୁଣି ବୁଝାଇ କହିଲେ, ଲକ୍ଷ୍ମୀଦ୍ରୋହ କରିବାରୁ ରାଜ୍ୟ ତୋଡ଼ାଇଲେ। ବନସ୍ଥ ମଧ୍ୟରେ ସଭାଚନ୍ଦ୍ରକୁ ହରାଇ, ମୋତେ ଛାଡ଼ି କରି ରାଜା ଗଲେ କ ପଳାଇ। ଏହା ଶୁଣି ମହାଦେଇ ରାଜାଙ୍କୁ କହନ୍ତି, ଆମ୍ଭ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି। ଭୀମ ରାଜା କହନ୍ତି, ନଳ ଆସିଛନ୍ତି। ଏହା ଦେଖି ରାଜା ରାଣୀ ହରଷ ହୁଅନ୍ତି। ଦମୟନ୍ତୀଙ୍କୁ ଧରିଣ ନଳ ପାଶେ ଗଲେ, ଦମୟନ୍ତୀଙ୍କୁ ଦେଖିଣ ନଳ ଖୁସି ହେଲେ। ରାଜା ରାଣୀଙ୍କ ପାଦ ତଳେ ପଡ଼ିଲେ, ମନବାଞ୍ଛା ପୂର୍ଣ୍ଣ ହେଉ ବୋଲିଣ ବୋଇଲେ। କିଛି ଦିନ ନଳ ପୁଣି ସେଠାରେ ରହିଲେ, ଏହା ଦେଖି ରାଜା ରାଣୀ ହରଷ ହୋଇଲେ। ରାଜାଙ୍କ ଅଗ୍ରତେ ଯାଇ ନଳ ଜଣାଇଲେ, ନିଜ ରାଜ୍ୟ ଯିବୁ ଆମ୍ଭେ ଆଜ୍ଞା ହୋଇଲେ। ବିଧି ମତେ ସନମାନ ନଳରାଜାଙ୍କୁ ଯେ କଲେ, ପାଟ ପୀତାମ୍ବର ରାଜା ଯେ ପିନ୍ଧିଲେ। ନାନା ଅଳଙ୍କାର ଦେଇ ଭୂଷଣ କରିଲେ, ବିନୟ ହୀନ ରାଣୀ ମା ତାଙ୍କୁ କହିଲେ। ଆଶିଷ କଲ୍ୟାଣ କରି ବିନୟ ହୋଇଲେ, ରତ୍ନ ହାନ୍ଦୋଳାରେ ନେଇ ବିଜେ କରାଇଲେ। ବିନୟ ହୀନ ରାଣୀ ଦାସୀଙ୍କୁ କହିଲେ, ଏହି ସ୍ନେହ ସଦା ରଖିଥିବ ପ୍ରଜାମାନେ, ବିଦାୟ ଦିଅ ଯାଉଛି ନିଜ କର୍ମ ସ୍ଥାନେ। ଶୁଭ ବେଳେ ରାଜା ରାଣୀ ରାଜ୍ୟକୁ ଗମିଲେ, ପାଟ ମନ୍ତ୍ରୀ ସର୍ବେ ସଂଘରେ ଗୋଡ଼ାଇଲେ। ଶଙ୍ଖ ଶବଦରେ ରାଜ୍ୟ କମ୍ପାଇଲେ, ଶୁଭ ଅନୁକୂଳ ଧରି ବାହାର ହୋଇଲେ। କିଛି ଦୂର ଗଲା ପରେ ମନ୍ଦିରେ ଭେଟିଲେ, ଜୟ ଶଙ୍ଖ ବୀର ଶବ୍ଦ ତୁରୀ ବଜାଇଲେ। ଯେଉଁ ମୟୂରଟି ରାଣୀ ମାଳା କିଣିଥିଲା, ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍ଗାରିଣ ଦେଲା। ଅଳଙ୍କାର ପାଇ ରାଣୀ ହରଷ ହୋଇଲେ, ସୁରଦେବ ରାଣୀ ସାପୁ ମୁକ୍ତ ହୋଇଗଲେ। ଏଠାବରୁ ପାତ୍ର ମନ୍ତ୍ରୀ ମାନେ ବିଦା କଲେ, ତୁମ୍ଭେମାନେ ଯାଅ ଭଲେ ଆମ୍ଭେ ଯିବୁ ଭଲେ। ଏଠାବରୁ ପାତ୍ର ମନ୍ତ୍ରୀ ବିଦାୟ ହୋଇଲେ, ରାଜା ରାଣୀ ବହୁତ ଆଶିଷ ବାଞ୍ଚିଲେ। ହସ୍ତୀ ପୃଷ୍ଠେ ବସି ରାଜା ରାଣୀ ଚାଲିଗଲେ, ବନସ୍ଥ ମଧ୍ୟରେ ନଦୀ ନିକଟେ ମିଳିଲେ। ଶଙ୍ଖଧ୍ୱନି ଶବଦରେ ନଦୀ କମ୍ପି ଗଲା, ଶବ୍ଦ ଶୁଣିଣ କୁମ୍ଭୀର ତଡ଼ିତ ଆସିଲା। ସଙ୍ଗେ ସଙ୍ଗେ ସଭାଚନ୍ଦ୍ରକୁ ଉଦ୍ଗାରି ଦେଲା, ଏ ଜନ୍ମରୁ ମୁକ୍ତ କରନ୍ତୁ ବୋଇଲା। ପୁତ୍ରକୁ ପାଇଣ ରାଣୀ ହରଷ ହୋଇଲେ, ଶୁଭ ହେଉ ରାଜ୍ୟ ସାପୁ ମୁକ୍ତ ହୁଅ ଭଲେ। ସଭାଚନ୍ଦ୍ରକୁ ନେଇଣ କୋଳେ ବସାଇଲେ, ସେଠାରୁ ରାଜା ରାଣୀ ସୁଧୀରେ ଚଳିଲେ। ମହାଲକ୍ଷ୍ମୀ ନଳକୁ ଯେ ସୁଦୟା କରିଲେ, ବେତାଳମାନଙ୍କୁ ଡାକି ତହୁଁ ଆଜ୍ଞା ଦେଲେ। ରାଜାର ଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସ, ପୂର୍ଣ୍ଣ କରି ଆସି କହିବଟି ମୋ ପାଖ। ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ, ନଳରାଜାଙ୍କ ଭଣ୍ଡାର ସମ୍ପୂର୍ଣ୍ଣ କରିଲେ। ଲେଉଜଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ, ଭଣ୍ଡାର ପୂର୍ଣ୍ଣ ଶୁଣିଣ ସନ୍ତୋଷ ହୋଇଲେ। ଏ ସମୟରେ ନଳ ରାଜା ରାଜେ ପହଞ୍ଚିଲେ, ସିଂହଦରରେ ପହଞ୍ଚି ହରଷ ହୋଇଲେ। ରାଜାଣୀ ପାତ୍ର ମନ୍ତ୍ରୀ ଦେଖି ଧାଇଁ ଗଲେ, ସମାରୋହେ ପାଦ ତଳେ ସର୍ବେ ଲୋଟି ଗଲେ। ଉଠ ସର୍ବେ ରାଜା ରାଣୀ ହେମନ୍ତ କହିଲେ, ଯେ ଯାହାର କାର୍ଯ୍ୟକର୍ମେ ସର୍ବେ ଲିପ୍ତ ହେଲେ। ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ, ଶୁଭ ବେଳେ ରାଜା ରାଣୀ ଅଭିଷେକ ହେଲେ। ବାଦ୍ୟ ଶବଦରେ ରାଜ୍ୟ ଆନନ୍ଦ ଲଭିଲେ, ନଗର ବୁଲି ବୁଲି ବାଦ୍ୟ ଶବଦରେ ରାଜ୍ୟ ଆନନ୍ଦ ଲଭିଲେ। ନଗର ବୁଲି ବୁଲି ରାଜା ବହୁ ଧନ ଦେଲେ, ଆନନ୍ଦ ହରିଣ ରାଜା ପ୍ରଜାଙ୍କୁ ପାଳିଲେ। ରାଜା ପ୍ରଜା ଆନନ୍ଦରେ ସନ୍ତୋଷ ଲଭିଲେ। ଏହାପରେ ଶିଶୁ ଦଶା ବ୍ରତ ହିଁ ପଡ଼ିଲା, ବ୍ରତ କରିବାକୁ ରାଣୀ ରାଜାଙ୍କୁ କହିଲା।
ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରଙ୍କୁ କହନ୍ତେ। ଇନ୍ଦ୍ର ସହିତରେ ଶଚୀ ଏ ବ୍ରତ କରନ୍ତେ। ନାରଦ ଋଷିଙ୍କ ଠାରୁ କଥାକୁ ଶୁଣିଲେ, ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣାକୁ ଦେଲେ। ଦକ୍ଷିଣା ପାଇଣ ନାରଦ ବିଜେ କରିଗଲେ, ଏ ବିଧିରେ ନର ନାରୀ ଲକ୍ଷ୍ମୀ ବ୍ରତ କଲେ। ଯେଉଁ ନର ନାରୀ ଏହି ବ୍ରତକୁ କରନ୍ତି, ତାଙ୍କ କନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ନ୍ତି। ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମତି, ସଦା ଜୟ ସମ୍ପୂର୍ଣ୍ଣ ଏ ସୁଦଶା ବ୍ରତଟି। ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମତି, ସଦା ଜୟ ସମ୍ପୂର୍ଣ୍ଣ ଏ ସୁଦଶା ବ୍ରତଟି। ଇତି ଶ୍ରୀ ସୁଦଶା ବ୍ରତ ସଦା ଜୟ ସମ୍ପୂର୍ଣ୍ଣ।